ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରବି ସିଂ ଏବଂ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିଷ୍ଠାକୁ 28 ବର୍ଷ ପୂରିଥିବା ବେଳେ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଜିଲ୍ଲାର 4ଟି ବ୍ଲକ ଏବଂ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ସମସ୍ତ ବିଜେଡି କର୍ମୀମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଦଳକୁ କିପରି ସୁଦୃଢ଼ କରାଯିବ ଏବଂ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପରେ ବିଜୟ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କିପରି ବିଜେଡି ଦଳ ପାଇଁ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରାଯିବ ତାକୁ ନେଇ ମଧ୍ୟ ଏହି ସଭାରେ ଆଲୋଚନା କରାଯାଇଥିଲା। ବିଜୁ ଜନତା ଦଳ ତାର ପ୍ରତି ବୈଠକ ସବୁବେଳେ କରେ, ତେଣୁ ଯେହେତୁ 28ତମ ପ୍ରତିଷ୍ଠା ଦିବସ ଆଜି ଅଛି, ସେଥିପାଇଁ ବିଜୁ ଜନତା ଦଳ ଝାରସୁଗୁଡ଼ା ତରଫରୁ ଆଜି ଆମେ ସମସ୍ତେ ଏକତ୍ରିତ ହୋଇଥିଲୁ। ଆମର 4ଟି ଯେଉଁ ବ୍ଲକ ଅଛି, 4ଟି ବ୍ଲକ ମ୍ୟୁନିସିପାଲିଟି ଝାରସୁଗୁଡ଼ା ଏ ସମସ୍ତଙ୍କୁ ଏଠି ଡାକି ଆମର ଏଇଟା ଚାଲିଛି ଯେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଏବଂ ଆଗାମୀ ଦିନରେ ସଂଗଠିତ ହୋଇକି ବିଜୁ ଜନତା ଦଳ କିପରି ଭାବରେ ପୁନର୍ବାର ସେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସେ ସମ୍ବନ୍ଧରେ ଆମର ଆଲୋଚନା ହୋଇଥିଲା ଏବଂ ଆମେ ସମସ୍ତେ ଶପଥ ନେଲୁ ବା ବଦ୍ଧ ପରିକର ଯେ ଆମେ ଆଗାମୀ ଦିନରେ ସମସ୍ତେ ମିଳିମିଶିକରି ସଭ୍ୟ ସଂଗ୍ରହ କରିବୁ ଏବଂ ଆମେ ବିଜୁ ଜନତା ଦଳକୁ ପୁଣି ଆଗେଇ ନେବୁ ଝାରସୁଗୁଡ଼ାରେ। ଏ ଥିଲା ଆମର ପ୍ରତିଜ୍ଞା। ବିଭିନ୍ନ ପ୍ରତିଶ୍ରୁତିକୁ ନେଇକି ବର୍ତ୍ତମାନ ଆଜିର ପରିସ୍ଥିତିରେ ଟାର୍ଗେଟ ଦେଖନ୍ତୁ ସେ ସମୟରେ ତ ବର୍ତ୍ତମାନ କିଛି କହିହେବନି। ଯେଉଁ ଟାର୍ଗେଟ ନିଆଯାଇଛି ସେ ଯେହେତୁ ବର୍ତ୍ତମାନ ବିଜୁ ଜନତା ଦଳ ସରକାରରେ ନାହିଁ, ତେଣୁ ଟାର୍ଗେଟ ଫୁଲଫିଲ୍ କରିବା କଥା ତ ଏତେ ସହଜ ନୁହେଁ। ଚେଷ୍ଟା କରାଯାଉଛି, ଯେଉଁଟା ଚେଷ୍ଟା କରାଯାଉଛି ସେ ସମ୍ବନ୍ଧରେ ଅଧିକା ଆମେ କିଛି କହିବା ବର୍ତ୍ତମାନ ଠିକ୍ ହେବ ନାହିଁ। Sri Jagdamba Jewellers, an exclusive showroom for 100% hallmark jewelry, eye-catching designs with 100% purity guaranteed. Get attractive discounts on making charges of gold and silver ornaments. Visit our store today. Sri Jagdamba Jewellers, Main Road, Jharsuguda. We are also available for you in Sai Bihar Road, Sundargarh.